ସ୍କେୟାର ଓ ରେୟାର କଏନ୍ ଗୁଡ଼ିକ ମଧ୍ୟରୁ କିଛି କଏନ୍ 2026 ମସିହାରେ ସ୍କେୟାରରୁ ରେୟାର କଏନ୍ରେ ପରିଣତ ହୋଇଯାଇଛି ଏବଂ ରେୟାର କଏନ୍ ଗୁଡ଼ିକ ମଧ୍ୟରୁ କିଛି କଏନ୍ ଏକ୍ସଟ୍ରିମଲି ରେୟାର କଏନ୍ରେ ପରିଣତ ହୋଇଯାଇଛି। ନମସ୍କାର, ମୁଁ ଗିରିବାବୁ କଏନ୍ ରହସ୍ୟ ୟୁଟ୍ୟୁବ୍ ଚ୍ୟାନେଲରୁ ଆପଣମାନଙ୍କୁ ସ୍ୱାଗତ। ଆଜି ମୁଁ 8 ଗ୍ରାମ ଓଜନର କପର ନିକେଲ ଧାତୁରେ ତିଆରି 1 ଟଙ୍କା କଏନ୍ ବିଷୟରେ କହିବି ଏବଂ ଏହି କଏନ୍ ଗୁଡ଼ିକ 1975 ମସିହାରୁ 1982 ମସିହା ପର୍ଯ୍ୟନ୍ତ ତିଆରି ହୋଇଛି। ଏହିଗୁଡ଼ିକ ପ୍ରାୟତଃ କିଛି ମସିହା କଏନ୍ 2ଟି ମିଣ୍ଟରେ ଏବଂ କିଛି ମସିହା କଏନ୍ ସିଙ୍ଗଲ ମିଣ୍ଟରେ ତିଆରି ହୋଇଛି। ଏହି 2ଟି ମିଣ୍ଟ ହେଉଛି କୋଲକାତା ମିଣ୍ଟ ଏବଂ ଅନ୍ୟଟି ହେଉଛି ବମ୍ବେ ମିଣ୍ଟ। ଏହି କଏନ୍ ଗୁଡ଼ିକୁ ବିଗ୍ କଏନ୍ ବା ଡାବୁ କଏନ୍ ବୋଲିକି ଅନେକେ କହନ୍ତି। ଏହାର ଓଜନ 8 ଗ୍ରାମ, ଏହାର ଏଜ୍ ସିକ୍ୟୁରିଟି ଏଜ୍, ଡାୟମିଟର 28 mm। ଏହି ଗୁଡ଼ିକ କପର ନିକେଲ ଧାତୁରେ ନିର୍ମିତ ହୋଇଛି। ଏହି କଏନ୍ ଗୁଡ଼ିକ ମଧ୍ୟରୁ କେତୋଟି ରେୟାର କଏନ୍ର ମୂଲ୍ୟ ଆପଣମାନଙ୍କୁ କହିବି। ଏହି କଏନ୍ ଗୁଡ଼ିକୁ ଚୁମ୍ବକ ଲଗାଇଲେ ଚୁମ୍ବକ ଲାଗେ ନାହିଁ, କିନ୍ତୁ ଏହି କଏନ୍ ଗୁଡ଼ିକ ମଧ୍ୟରୁ ଗୋଟିକରେ ଚୁମ୍ବକ ମଧ୍ୟ ଲାଗିଯାଇଥାଏ, କାରଣ ଉକ୍ତ କଏନ୍ ଗୁଡ଼ିକରେ ନିକେଲର ମାତ୍ରା ଅଧିକ ଥାଏ। ଏହି କଏନ୍ ଗୁଡ଼ିକ ରେୟାର କଏନ୍ରେ ପରିଣତ ହୋଇଯାଇଥାଏ। ଏହାର ଦାମ 500 ଟଙ୍କାରୁ ଆରମ୍ଭ କରି 3000 ଟଙ୍କା ପର୍ଯ୍ୟନ୍ତ ବିକ୍ରୟ ହୋଇପାରେ। ଏହି କଏନ୍ ଗୁଡ଼ିକ ମଧ୍ୟରୁ କେତେକ କଏନ୍ ରିଡିଡେଜ୍ରେ ଦେଖିବାକୁ ମଧ୍ୟ ମିଳିଥାଏ, ତାହା ଖୁବ୍ କମ୍ ମାତ୍ରାରେ ଦେଖିବାକୁ ମିଳିଥାଏ। ତେଣୁ ଏହାର ଦାମ 500 ଟଙ୍କାରୁ ଆରମ୍ଭ କରି ପ୍ରାୟ 3000 ଟଙ୍କା ଯାଏ ଦାମ ହୋଇପାରେ। ଆଉ ଗୋଟିଏ ରେୟାର କଏନ୍ ହେଉଛି 1975 ମସିହାର ବମ୍ବେ ମିଣ୍ଟ କଏନ୍। ଏହି ବମ୍ବେ ମିଣ୍ଟରେ ସାଧାରଣ ଅଶୋକ ସ୍ତମ୍ଭ ଠାରୁ ଅନ୍ୟ ପ୍ରକାରର ଅଶୋକ ସ୍ତମ୍ଭ ଗୋଟିକରେ ଦେଖିବାକୁ ମିଳିଥାଏ। ଏହି ଅଶୋକ ସ୍ତମ୍ଭକୁ ରିନ୍ ଗ୍ରେଡ୍ ଅଶୋକ ସ୍ତମ୍ଭ ବୋଲି କହନ୍ତି। ଏହାର ଦାମ ପ୍ରାୟ 1000 ଟଙ୍କାରୁ ଆରମ୍ଭ କରି 3000 ଟଙ୍କା ଯାଏ ହୋଇପାରେ। ଅନ୍ୟ ରେୟାର କଏନ୍ଟି ହେଉଛି 1978 ମସିହାର କୋଲକାତା ମିଣ୍ଟର ମିଉଲ୍ କଏନ୍। ଏହି କଏନ୍ ଗୁଡ଼ିକର ସାଧାରଣ ଅଶୋକ ସ୍ତମ୍ଭ ଠାରୁ ଟିକେ ଲମ୍ବା ଅଶୋକ ସ୍ତମ୍ଭ ଏହି କଏନ୍ ଗୁଡ଼ିକୁ ଖୁବ୍ କମ୍ ଦେଖିବାକୁ ମିଳିଥାଏ। ଏହାର ଦାମ 10,000 ଟଙ୍କାରୁ ଆରମ୍ଭ କରି 30,000 ଟଙ୍କା ଯାଏ ହୋଇପାରେ। ଆଉ ଗୋଟିଏ କଏନ୍ ହେଉଛି 1979 ମସିହାର ବମ୍ବେ ମିଣ୍ଟ କଏନ୍। ଏହି କଏନ୍ର ମଧ୍ୟ ମିଉଲ୍ କଏନ୍ ଦେଖିବାକୁ ମିଳିଥାଏ। ଏହାର ଅଶୋକ ସ୍ତମ୍ଭ ସାଧାରଣତଃ ଅଶୋକ ସ୍ତମ୍ଭ ଠାରୁ ଟିକେ ଅନ୍ୟ ପ୍ରକାରର ହୋଇଥାଏ। ଏହାର ଦାମ 10,000 ଟଙ୍କାରୁ ଆରମ୍ଭ କରି 20,000 ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଆଜିର ଏପିସୋଡ଼ରେ ଆପଣମାନଙ୍କୁ କେତୋଟି ରେୟାର ବଡ଼ 1 ଟଙ୍କା କଏନ୍ର ମୂଲ୍ୟ ଆପଣମାନଙ୍କୁ କହିଲି। ପରବର୍ତ୍ତୀ ଏପିସୋଡ଼ରେ ଏପରି ଏକ କଏନ୍ ବିଷୟରେ କହିବି ଯାହାର ମୂଲ୍ୟ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ରହୁଛି ମୋର ଅନୁରୋଧ, ମୋର ଏହି ଏପିସୋଡ଼ରେ ଦେଖିବା ସହିତ ସମସ୍ତେ ଲାଇକ୍ ମଧ୍ୟ କରିବେ। ଆଉ ଯଦି ମୋର କୌଣସି ଏପିସୋଡ଼ରେ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ହିନ୍ଦ, ଜୟ ଜଗନ୍ନାଥ।